ଶକ୍ତିଶାଳୀ ଭୂମିକମ୍ପ କାରଣରୁ ମିଆଁମାରରେ ମୃତ୍ୟୁ ସଂଖ୍ୟା ହଜାରେ ପାର, 2376 ଜଣ ଆହତ। ସରକାରୀ ସୂଚନା ଅନୁସାରେ ଶୁକ୍ରବାର ମିଆଁମାରରେ ହୋଇଥିବା 7.7 ତୀବ୍ରତାର ଭୂମିକମ୍ପ କାରଣରୁ 1002 ଜଣଙ୍କର ମୃତ୍ୟୁ ହୋଇଛି ଓ 2376 ଜଣ ଆହତ ହୋଇଛନ୍ତି। ଏହି ଶକ୍ତିଶାଳୀ ଭୂମିକମ୍ପ ଥାଇଲାଣ୍ଡର କିଛି ଅଂଶକୁ ମଧ୍ୟ ପ୍ରଭାବିତ କରିଥିଲା। ତେବେ ଏହି ବିପର୍ଯ୍ୟୟ ସମୟରେ ମାନବିକ ସହାୟତା ପାଇଁ ଭାରତ ଅପରେସନ ବ୍ରହ୍ମା ଆରମ୍ଭ କରିଛି, ଯାହାକି ଅଧୀନରେ 15 ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି। ରିଲିଫ୍ ସାମଗ୍ରୀ ଭିତରେ ଟେଣ୍ଟ, ବ୍ଲାଙ୍କେଟ୍, ଖାଦ୍ୟ, ସୋଲାର ଲ୍ୟାମ୍ପ ଓ ଔଷଧ ରହିଛି। ଶକ୍ତିଶାଳୀ ଭୂମିକମ୍ପ କାରଣରୁ ମିଆଁମାରରେ ମୃତ୍ୟୁ ସଂଖ୍ୟା ହଜାରେ ପାର, 2376 ଜଣ ଆହତ। ସରକାରୀ ସୂଚନା ଅନୁସାରେ ଶୁକ୍ରବାର ମିଆଁମାରରେ ହୋଇଥିବା 7.7 ତୀବ୍ରତାର ଭୂମିକମ୍ପ କାରଣରୁ 1002 ଜଣଙ୍କର ମୃତ୍ୟୁ ହୋଇଛି ଓ 2376 ଜଣ ଆହତ ହୋଇଛନ୍ତି। ଏହି ଶକ୍ତିଶାଳୀ ଭୂମିକମ୍ପ ଥାଇଲାଣ୍ଡର କିଛି ଅଂଶକୁ ମଧ୍ୟ ପ୍ରଭାବିତ କରିଥିଲା। ତେବେ ଏହି ବିପର୍ଯ୍ୟୟ ସମୟରେ ମାନବିକ ସହାୟତା ପାଇଁ ଭାରତ ଅପରେସନ ବ୍ରହ୍ମା ଆରମ୍ଭ କରିଛି, ଯାହାକି ଅଧୀନରେ 15 ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି। ରିଲିଫ୍ ସାମଗ୍ରୀ ଭିତରେ ଟେଣ୍ଟ, ବ୍ଲାଙ୍କେଟ୍, ଖାଦ୍ୟ, ସୋଲାର ଲ୍ୟାମ୍ପ ଓ ଔଷଧ ରହିଛି।